ସମସ୍ତଙ୍କୁ ମୋର ସଶ୍ରଦ୍ଧ ପ୍ରଣାମ। ମୁଁ ବର୍ତ୍ତମାନ ଦୁଃଖରୁ ପରିତ୍ରାଣ ବିଷୟରେ କିଛି ପରିବେଷଣ କରୁଛି। ସମସ୍ତେ ଜାଣନ୍ତି ମହାବିଷ୍ଣୁ ମହାପ୍ରଭୁ ମହତ୍ସତା ନାରାୟଣ ସୁପର ନ୍ୟାଚୁରାଲ ପାୱାର ବା ହରି ଯାହା ବି କୁହ, ପ୍ରକୃତରେ ଏ ମହତ୍ସତା ନିରାକାର ଅଟନ୍ତି। ଭକ୍ତର ଭକ୍ତିରେ ପ୍ରୀତ ହୋଇ ପ୍ରଭୁ ରୂପ ପରିଗ୍ରହ କରନ୍ତି। ସଂସାରରେ ଯେତେବେଳେ ଅଧର୍ମ ପ୍ରବଳ ହୁଏ, ଦୁଷ୍ଟ ଅସୁର ଅତିଶୟ ଗର୍ବରେ ଅନ୍ଧ ହୋଇ ନିରୀହ ଲୋକମାନଙ୍କୁ, ଋଷି ସନ୍ଥମାନଙ୍କୁ ଅତ୍ୟାଚାର କରନ୍ତି, ସେତେବେଳେ ପ୍ରଭୁ ମର୍ତ୍ତ୍ୟରେ ଅବତରିତ ହୋଇ ଦୁଷ୍ଟ ଅସୁରମାନଙ୍କୁ ସଂହାର କରି ଧର୍ମକୁ ରକ୍ଷା କରନ୍ତି। ପ୍ରଥମେ ନିରାକାର ରୂପ ଧାରଣ କରିବାର ଇଚ୍ଛା ପ୍ରକଟ ହେବା ମାତ୍ରେ ତାଙ୍କର ନାଭି ପଦ୍ମରୁ ବ୍ରହ୍ମା ପ୍ରକଟ ହେଲେ। ବ୍ରହ୍ମାଙ୍କୁ ସେ ସୃଷ୍ଟି କରିବା ପାଇଁ କହିଲେ। ବ୍ରହ୍ମା ତପସ୍ୟା କଲେ, କିନ୍ତୁ ସୃଷ୍ଟି କରିବା ପାଇଁ ସମର୍ଥ ହେଲେ ନାହିଁ। ସେ ପୁଣି ବାରମ୍ବାର ତପସ୍ୟା କଲେ, କିନ୍ତୁ ତଥାପି ସେ ସୃଷ୍ଟି କରିବା ପାଇଁ ସମର୍ଥ ହେଲେ ନାହିଁ। ତାପରେ ନାରାୟଣ ବା ନିରାକାର ପୁରୁଷ ବା ଶୂନ୍ୟ ପୁରୁଷ, ସେ ଯୋଗମାୟା ଆଦିମାତାଙ୍କୁ ଆଶ୍ରୟ କରି ତାଙ୍କର 3 ଗୁଣ ସତ୍ତ୍ୱ ରଜ ତମ ଗୁଣକୁ ନେଇ ଏହି ସୃଷ୍ଟି ରଚନା କରିବା ପାଇଁ ବ୍ରହ୍ମାଙ୍କୁ ନିର୍ଦ୍ଦେଶ ଦେଲେ। ତାପରେ ବ୍ରହ୍ମା ସୃଷ୍ଟି ରଚନା କଲେ। ରଜ ଗୁଣରେ ସୁଖ ଦୁଃଖ ମିଶାମିଶି ହୋଇ ରହିଥାଏ। ତମ ଗୁଣରେ କେବଳ ଦୁଃଖ ହିଁ ଦୁଃଖ ଭୋଗିବାକୁ ପଡ଼େ। ଜୀବନ ଅଛି ମାନେ ସୁଖ ଦୁଃଖ ଭୋଗିବାକୁ ହୁଏ। କେବଳ ନିର୍ଗୁଣ ପରମ ବ୍ରହ୍ମ ଏହି 3 ଗୁଣରୁ ଉପରେ, ଅର୍ଥାତ୍ ଶୂନ୍ୟ, କୌଣସି ଗୁଣ ସହିତ ନିର୍ଗୁଣ ପରମ ବ୍ରହ୍ମ ଲିପ୍ତ ନୁହନ୍ତି। ଲୋକଶିକ୍ଷା ପାଇଁ ଅବତାର ନେଇ ନିର୍ଲିପ୍ତ ଭାବରେ ସେ କର୍ମ କରନ୍ତି। କେବଳ ମହତ୍ସତା ବିନା ଏ ଜୀବଜଗତ ସମସ୍ତେ ଏଇ ସତ୍ୱରଜ 3 ଗୁଣକୁ ନେଇ ଆଗେଇ ଚାଲନ୍ତି ବା ଜୀବନ ନିର୍ବାହ କରନ୍ତି। ତାଦ୍ୱାରା ଆପେକ୍ଷିକତ୍ୱର ପରିପ୍ରକାଶ ହୁଏ। ଆପେକ୍ଷିକତ୍ୱ ମାନେ ରଜଗୁଣରେ ମାନେ ସୁଖ ଦୁଃଖ ମିଶାମିଶି, ତମ ଗୁଣରେ କେବଳ ଦୁଃଖ ହିଁ ଦୁଃଖ। ତେଣୁ 3 ଗୁଣ ଯେତେବେଳେ ଯାତାୟାତ କରନ୍ତି, ସବୁ ହେଉଛି ଆପେକ୍ଷିକତ୍ୱ, ଆପେକ୍ଷିକ। ଗରିବ ଲୋକଟିଏ କଠିନ ପରିଶ୍ରମ କରି ଶୁଖା ରୁଟି ପିଆଜ ଖାଇ 2ଟି ବସ୍ତ୍ର ପାଇ ଜୀବନ ନିର୍ବାହ କରି ଶୂନ୍ୟ ଆକାଶ ତଳେ ବା କୁଡ଼ିଆ ଭିତରେ ସୁଖରେ ନିଦ୍ରା ଯାଏ। ଧନୀ ଲୋକଟିଏ 6ଟି ଅଣ 9 ଭଜା ଖାଇ ଭଲ ଦାମିକା ଶାଢ଼ୀ ପିନ୍ଧି ପୋଷାକ ପିନ୍ଧି ତୁଳାର ଗଦି ଉପରେ ନିଶ୍ଚିନ୍ତରେ ନିଦ୍ରା ଯାଇପାରେ ନାହିଁ। କାରଣ ତାର ବହୁତ ଯୋଜନା ଥାଏ, ଆଉ ଅଧିକ ଟଙ୍କା ପାଇଁ ବହୁତ ଚିନ୍ତା ସେ କରୁଥାଏ ଓ ଯୋଜନାରେ ପାଇଁ କର୍ମ କରିବାକୁ ହୁଏ। ତେଣୁ ପରଦିନ ପାଇଁ ଯୋଜନାକୁ ଚିନ୍ତା କରି ସେ ନିଶ୍ଚିନ୍ତରେ ଶୋଇପାରେ ନାହିଁ। ତ୍ରିତଳ ପ୍ରାସାଦରେ ରହୁଥିବା ସବୁଠାରୁ ଦାମିକାରେ ଯିବା ଆସିବା କରୁଥିବା ଲୋକ ତା ପାଖରେ ଆହୁରି ବଡ଼ ଚକଚକିଆ ମହଲ ଦେଖି ଦୁଃଖୀ ହୋଇଯାଏ। ବିନା କାରଣରେ ଜଣେ ରାଜା ପଡ଼ୋଶୀ ରାଜ୍ୟକୁ ଆକ୍ରମଣ କରେ ଓ ଯୁଦ୍ଧ କରେ। କ୍ଷମତା ଅନୁସାରେ ଆବଶ୍ୟକତାଠାରୁ ଅଧିକ ଆଶା କରିବା, ଅପର ଧନରେ ଲାଳସା ରଖିବା ହେଉଛି ଲୋଭ। ତାହା ଦୁଃଖର କାରଣ। ଏପରି ଭାବରେ ମଣିଷ ଭିତରେ ହିଂସା ଦ୍ୱେଷ ଦେଖାଦେଇଥାଏ। ଏପରି ଭାବରେ ମଣିଷ ଭିତରେ କ୍ରୋଧ, ବାଦ, ହିଂସା, କୂଟ, କପଟ, ଦୁର୍ଗୁଣ ବୃଦ୍ଧି ପାଇଥାଏ, ଯଦ୍ୱାରା ପ୍ରକାରାନ୍ତରେ ସେ ଦୁଃଖ ପାଏ। ଅପରର ବିଦ୍ୟା ବୁଦ୍ଧି ସମ୍ପନ୍ନତା ଓ ସବୁ ପ୍ରକାର ସୁଖ ଦେଖି ସେ ସହିପାରେ ନାହିଁ। ତାକୁ ଦ୍ୱେଷ କୁହାଯାଏ, ଅସହିଷ୍ଣୁ ବି କୁହାଯାଏ, ହିଂସା ବି କୁହାଯାଏ। ଏହିପରି ବ୍ୟକ୍ତି ହିଂସାବାଦ, ଦ୍ୱେଷ, ଗର୍ବ, ଅହଙ୍କାର ପରି ପ୍ରତ୍ୟେକ ବଦଗୁଣକୁ ପରିତ୍ୟାଗ କରି ସଦ୍ଗୁଣକୁ ଆପଣେଇ ଅପର ବ୍ୟକ୍ତିକୁ ଭଲ ପାଇପାରିଲେ ସେ ଧୀରେ ଧୀରେ ସୁଖ ପାଇପାରେ। ଅପର ବ୍ୟକ୍ତି ଦ୍ୱାରା ଅଯଥାରେ ଅତ୍ୟାଚାରୀ ହେଉଥିବା ବ୍ୟକ୍ତି ଧୈର୍ଯ୍ୟର ସହିତ ନିଜର କର୍ତ୍ତବ୍ୟ ପାଳନ କରୁଥିଲେ, ନିଜର ଦୋଷ ଦୁର୍ବଳତାକୁ ଦୂରେଇ ସତ୍ପଥରେ ଚାଲୁଥିଲେ, ଧୀରେ ଧୀରେ ଦୁଃଖ ଦୂରେଇ ଯାଇଥାଏ। ସହିଷ୍ଣୁତା ତାକୁ କିଛି ପରିମାଣରେ ସାହାଯ୍ୟ କରିଥାନ୍ତି। ମନୋବଳ ପାଇଁ ପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରିବାକୁ ହୁଏ। ଆତ୍ମସମ୍ମାନ ଓ ସ୍ୱାଭିମାନକୁ ରକ୍ଷା କରିବାକୁ ପଡ଼େ ପ୍ରକୃତ ବିଜ୍ଞ ଲୋକକୁ। ସନ୍ଦେହ, ଦୋଷ, ଦୁର୍ବଳତାକୁ ମଣିଷ ନିଜ ଭିତରୁ ଦୂରେଇ ଦେବା ପାଇଁ ସର୍ବଦା ଆତ୍ମାକୁ ନିରୀକ୍ଷଣ କରିବା ଦରକାର। ଆଉ ଏପରି ବଦଗୁଣ ଦ୍ୱାରା
ବିରକ୍ତ ହୋଇ ତ୍ୟାଗ ବୈରାଗକୁ ଆଦରି ନେଇ ନିଜ ମନ ସହିତ ମଣିଷ ଲଢ଼ିଥାଏ। ପାଖରେ ଆଉ ସେସବୁର ଯୋଗ୍ୟତା ପାଇଁ ସେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥାଏ। ଗୀତାର ବିଷାଦ ଯୋଗ ପ୍ରଥମ ଅଧ୍ୟାୟରେ ନିଜର ଗୁରୁଜନଙ୍କୁ, ଖ୍ୟାତି କୁଟୁମ୍ବକୁ, ବନ୍ଧୁଙ୍କୁ ମାରିବା କଥା ଭାବି ଅର୍ଜୁନ ମନୋବଳ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତାଙ୍କର ସଖା ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ମୁଁ ମୋ ନିଜ ଲୋକଙ୍କୁ ମାରିପାରିବି ନାହିଁ। ମୋର ରାଜ୍ୟ ସୁଖ ସମୃଦ୍ଧି ରକ୍ଷା ପାଇଁ ନିଜ ଲୋକକୁ ହତ୍ୟା କରି ପାରିବି ନାହିଁ, ମୋର ସୁଖ ସମୃଦ୍ଧି ପାଇଁ। ତେଣୁ ସାଂଖ୍ୟ ଯୋଗରେ ଶୋକାକୁଳ ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ଏହିପରି କହିଛନ୍ତି। ସାଂଖ୍ୟ ଯୋଗରେ ନହି ପ୍ରପଶ୍ୟାମି ମମାପନୁଦ୍ୟାତ୍ ଯଚ୍ଛୋକମୁଚ୍ଛ ଷଣମିନ୍ଦ୍ରିୟାଣାମ୍ ଅବାପ୍ୟ ଭୂମା ବଶପତ୍ନମୃଧଂ ରାଜ୍ୟସୁରାଣାମପି ଚାଧିପତ୍ୟଂ। କାରଣ ଇହଲୋକରେ ନିଷ୍କଣ୍ଟକ ଧନ ଧାନ୍ୟ ସମ୍ପନ୍ନ ରାଜ୍ୟ ଏବଂ ଦେବତାମାନଙ୍କର ଆଧିପତ୍ୟ ପାଇଗଲେ ମଧ୍ୟ ମୁଁ ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରିଦେଉଥିବା ପରି ଶୋକକୁ ଦୂର କରିବାର କୌଣସି ଉପାୟ ଦେଖୁନାହିଁ। ଏହିପରି ସଖା ଅର୍ଜୁନ ଶ୍ରୀକୃଷ୍ଣ ଭଗବାନଙ୍କୁ କହିଲେ। ଶ୍ରୀ ଭଗବାନ ଉବାଚ ଅଶୋଚ୍ୟାନନ୍ୱଶୋଚସ୍ତ୍ୱଂ ପ୍ରଜ୍ଞାବାଦାଂଶ ଭାଷସେ ଗତାସୁ ନ ଗତାସୁଂଶ୍ଚ ନାନୁଶୋଚତି ପଣ୍ଡିତାଃ। ଶ୍ରୀ ଭଗବାନ କହିଲେ, ହେ ଅର୍ଜୁନ, ଯାହାଙ୍କ ପାଇଁ ଶୋକ କରିବା ଉଚିତ ନୁହେଁ ସେମାନଙ୍କ ପାଇଁ ଶୋକ କରୁଛ ଏବଂ ପଣ୍ଡିତଙ୍କ ପରି କଥା କହୁଛ। କିନ୍ତୁ ଯାହାଙ୍କର ପ୍ରାଣ ଚାଲିଯାଇଛି ବା ଯାହାଙ୍କର ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ପଣ୍ଡିତମାନେ ଶୋକ କରନ୍ତି ନାହିଁ। ନତ୍ୱେବାହଂ ଜାତୁନାଶଂ ନତ୍ୱଂ ନେମେ ଜନାଧିପାଃ ନୈଚୈବ ନ ଭବିଷ୍ୟାମଃ ସର୍ବେ ମୟମତଃ ପରମ୍। ନତ୍ୱେବାହଂ ଜାତୁନାଶ ନତ୍ୱଂ ନେମେ ଜନାଧିପାଃ ନୈଚୈବ ନ ଭବିଷ୍ୟାମଃ ସର୍ବେ ମୟମତଃ ପରମ୍। ଏପରି ନୁହେଁ ଯେ କୌଣସି କାଳରେ ମୁଁ ନଥିଲି କି ତୁମେ ନଥିଲ କି ଏହି ରାଜାମାନେ ନଥିଲେ। ପୁଣି ଏପରି ବି ଘଟିବ ନାହିଁ ଯେ ଆମେ ଭବିଷ୍ୟତରେ ରହିବା ନାହିଁ। ଶ୍ରୀ ଭଗବାନ ଏପରି କହିବାର ଅର୍ଥ, ବର୍ତ୍ତମାନ ପରିସ୍ଥିତି ଅନୁସାରେ ଯାହା ତୁମର ସର୍ବୋତ୍ତମ କର୍ତ୍ତବ୍ୟ ତୁମେ ସୁସ୍ଥ ମସ୍ତିଷ୍କରେ ବିଚାର କରି ତୁମର କର୍ତ୍ତବ୍ୟ ପାଳନ କର। ଇନ୍ଦ୍ରିୟମାନଙ୍କର ବଶବର୍ତ୍ତୀ ହୋଇ କର୍ମ କଲେ ତାହା ମୋହ ଓ ବନ୍ଧନର କାରଣ ହେବ। ସେହି କର୍ମ ଫଳପ୍ରଦ ହୋଇଥାଏ। ସେହି ଫଳ ଭଲ ହେବା ପରେ ହୋଇପାରେ, ମନ୍ଦ ବି ହୋଇପାରେ। ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶବର୍ତ୍ତୀ ହୋଇ କରୁଥିବା କର୍ମ ଆସକ୍ତିଯୁକ୍ତ ହୋଇଥାଏ। ଆଉ ଆଶା ନ ରଖି ନିଷ୍କାମ କର୍ମ କରୁଥିଲେ ତାହା ଫଳପ୍ରଦ ହୋଇନଥାଏ। ତାହାକୁ ସନ୍ନ୍ୟାସ କର୍ମ କୁହାଯାଏ। ଆଉ ଏପରି ନିଷ୍କାମ କର୍ମ କରିବା ପାଇଁ, କର୍ମରେ କୁଶଳତା ପାଇଁ ମଣିଷ ପ୍ରଭୁଙ୍କର ସହାୟତା ଲୋଡ଼ିଲେ ପ୍ରଭୁ ନିର୍ଦୟ ହୁଅନ୍ତି ନାହିଁ। କର୍ମରେ ସନ୍ତୁଳନ ରକ୍ଷା କରିବା ପାଇଁ ପ୍ରଭୁ ସହାୟତା କରନ୍ତି। କାମ, କ୍ରୋଧ, ଲୋଭ, ମୋହ ପରି ବଦ୍ଗୁଣ ପଞ୍ଚ ଇନ୍ଦ୍ରିୟ ଦ୍ୱାରା ବିଷୟଭୋଗ ଦ୍ୱାରା ଅନ୍ତରାତ୍ମା କଳୁଷିତ ହୋଇଥାଏ। ତରଙ୍ଗ ସଦୃଶ ଏହି ଇନ୍ଦ୍ରିୟାଧିପତି ମନ କଳୁଷିତ ହୋଇଥାଏ। ନିୟମିତ ଅଭ୍ୟାସ ଓ ସାଧନା ଦ୍ୱାରା ସମସ୍ତ ବଦ୍ଗୁଣକୁ ତ୍ୟାଗ କରି ମନକୁ ନିର୍ବିଷୟ କରିବାକୁ ହୁଏ। ସାଧନା ଓ ଅଭ୍ୟାସ ଦ୍ୱାରା ପଞ୍ଚ ଇନ୍ଦ୍ରିୟଙ୍କୁ ସଂଯତ କରିବାକୁ ହୁଏ। ଶେଷରେ ମନ, ବିଦ୍ୟା, ବୁଦ୍ଧି, ତନୁ ସବୁକିଛି ସେହି ମହତ୍ସତ୍ତା ବଡ଼ ଠାକୁର ଶ୍ରୀକୃଷ୍ଣ ସଚିତ୍ ଆନନ୍ଦ ସ୍ୱରୂପଙ୍କ ଚରଣ ତଳେ ସମ୍ପୂର୍ଣ୍ଣ ଭାବେ ନିଜକୁ ସମର୍ପିତ କରି ଶୂନ୍ୟ ହେବାକୁ ହୁଏ। ତାଦ୍ୱାରା ଚିତ୍ତଶୁଦ୍ଧି ହୋଇଥାଏ। ଶୂନ୍ୟ ହୃଦୟ ରୂପ ସିଂହାସନରେ ପ୍ରଭୁ ବିଜେ କରିବା ପରେ ଆତ୍ମାନୁଶୀଳନ କରିବାର ସୁଯୋଗ ଆମମାନଙ୍କୁ ମିଳିଥାଏ। ଆତ୍ମାନୁଶୀଳନ କରିବା ପାଇଁ ବ୍ୟକ୍ତି ସମର୍ଥ ହୁଏ। ନିଜର ଇଚ୍ଛା, ଅନିଚ୍ଛା, କାମନା, ବାସନା କିଛି ରହେ ନାହିଁ। ପାଇବା, ହରାଇବା, ହାରିବା, ଜିତିବା, ଦୁଃଖ, ସୁଖ, ବାଧାବିଘ୍ନକୁ ତୁମେ ସମଭାବରେ ଗ୍ରହଣ କରିବାର କ୍ଷମତା ହାସଲ କର। ତ୍ୟାଗ ବୈରାଗ ଦ୍ୱାରା ତୁମେ ସମଚିତ୍ତକୁ ପ୍ରାପ୍ତ କରିପାର। ଭଲ ମନ୍ଦ ଦୁଃଖର କାରଣ ଖୋଜିବା ପାଇଁ କିଶୋରାବସ୍ଥାରୁ ବଦ୍ଗୁଣକୁ ପରିତ୍ୟାଗ କରି ସଦ୍ଗୁଣକୁ ଆପଣେଇବାର ସାଧନା ବୃଦ୍ଧାବସ୍ଥାରେ ସାହାଯ୍ୟ କରିଥାଏ। ଅନିସନ୍ଧିତ୍ସୁ ମନ ନେଇ ତ୍ୟାଗ ବୈରାଗ ଦ୍ୱାରା ଦୁଃଖ ନିବାରଣ କରିବାର ଉପାୟ ଗୃହସ୍ଥଙ୍କର ଖୋଜିବାକୁ ହୁଏ। ଜିଜ୍ଞାସୁ ବ୍ୟକ୍ତି ଏହି ସଂସାରରେ କୂଟକପଟ, ହିଂସା, ଦ୍ୱେଷ, ବିଶ୍ୱାସଘାତକତା ପରିବେଷ୍ଟନୀରେ ବିରକ୍ତ ହୋଇ ତ୍ୟାଗ ବୈରାଗକୁ ପାଥେୟ କରି ଆଧ୍ୟାତ୍ମିକତାକୁ ଆପଣେଇଥାନ୍ତି, ଯାହା ବୃଦ୍ଧାବସ୍ଥାରେ ଔଷଧ ପରି କାମ କରିଥାଏ। ଗୃହସ୍ଥଙ୍କର
ଶାରୀରିକ କର୍ତ୍ତବ୍ୟ ପାଳନ ଚାଲିଥାଏ ଓ ଆଧ୍ୟାତ୍ମିକର ସାଧନା ମନ ଭିତରେ ଏକ ସଙ୍ଗରେ ଚାଲିଥାଏ। ଗୀତାରେ ଭଗବାନ କହିଛନ୍ତି, ଜଂଲବ୍ଧ୍ୱଂ ଚାପରଂ ଲାଭଂ ମନ୍ୟତେ ତାଧିକଂ ତତଃ ଯସ୍ମିନ୍ ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ। ଅର୍ଥାତ୍ ଯେଉଁ ଆତ୍ମସ୍ୱରୂପକୁ ପ୍ରାପ୍ତ ହେଲେ ତହିଁରୁ ଅଧିକ ଲାଭ ଆଉ କିଛି ଅଛି ବୋଲି ମନେ ହୁଏ ନାହିଁ, ଯହିଁରେ ସ୍ଥିତ ହେଲେ ସାଧକ ମହାଦୁଃଖରେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ, ଅର୍ଥାତ୍ ନିଜକୁ ସର୍ବତ ଭାବେ ପରିପୂର୍ଣ୍ଣ ମନେ କରନ୍ତି। ମୋକ୍ଷ ଯୋଗ। ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି ସମଃ ସର୍ବେଷୁ ଭୂତେଷୁ ମଦ୍ଭକ୍ତି ଲଭତେ ପରାମ୍। ବ୍ରହ୍ମଭାବ ପ୍ରାପ୍ତ ହେଲେ ଯତିବା ସାଧକ, ଗୃହସ୍ଥ ସାଧକ ମଧ୍ୟ ପ୍ରସନ୍ନଚିତ୍ତ ହୋଇ ନଷ୍ଟ ବସ୍ତୁ ପାଇଁ ଶୋକ କରନ୍ତି ନାହିଁ ବା ଅପ୍ରାପ୍ତ ବସ୍ତୁ ପାଇଁ ଆକାଂକ୍ଷା ମଧ୍ୟ କରନ୍ତି ନାହିଁ। ସେ ସର୍ବଭୂତରେ ସମଦର୍ଶୀ ହୁଅନ୍ତି ଏବଂ ମୋ ଠାରେ ପରାଭକ୍ତି ଲାଭ କରନ୍ତି। ଏପରି ବ୍ୟକ୍ତି ଜୀବନ ମୁକ୍ତି ଭାବକୁ ପ୍ରାପ୍ତ ହୁଅନ୍ତି, ଅର୍ଥାତ୍ ଜୀବିତାବସ୍ଥାରେ ପରମାନନ୍ଦ ଭାବକୁ ପ୍ରାପ୍ତ ହୁଅନ୍ତି। ଯେଉଁ ଆନନ୍ଦକୁ ପ୍ରାପ୍ତ ହେଲେ ସେ ସଚ୍ଚିଦାନନ୍ଦ ସ୍ୱରୂପଙ୍କୁ ଉପଲବ୍ଧି କରିପାରନ୍ତି, ଯେଉଁ ଆନନ୍ଦର ଆରମ୍ଭ ବା ଶେଷ ନାହିଁ। ଭକ୍ତିପ୍ଲୁତ ଚିତ୍ତ ତାଙ୍କର ଅନ୍ତର ବାହାରକୁ ପ୍ଲାବିତ କରୁଥାଏ। ତାଙ୍କର ସର୍ବାଙ୍ଗ ଶରୀର ଭକ୍ତିରୂପକ ବାରିଧାରାରେ ଆର୍ଦ୍ର ହୋଇ ଯାଉଥାଏ। ଦୁଃଖୀ ପ୍ରପୀଡ଼ିତକୁ ଦେଖିଲେ ତାଙ୍କର ଚିତ୍ତ ସହାନୁଭୂତିରେ ଦ୍ରବିତ ହୁଏ। ସେ ପରିପୂର୍ଣ୍ଣ ଚିତ୍ତରେ ପୀଡ଼ିତର ସହାୟତା କରନ୍ତି। ଅର୍ଥାତ୍ ସାରାଂଶ ହେଉଛି ଯେ ଆମ ଭିତରେ ଥିବା ବଦଗୁଣକୁ ଆମେ ଦୂରେଇବାକୁ ଚେଷ୍ଟା କରିବା, ସଦ୍ଗୁଣକୁ ଆପଣେଇବା, ଅନ୍ୟର ଦୋଷ ନ ଦେଖି ତାର ଗୁଣକୁ ଦେଖିବା। ଏତିକିରେ ରହୁଛି। ଧନ୍ୟବାଦ।